ତ କହିବେ କି ଏ ଗଣ୍ଡଗୋଳକୁ ମୁଁ ଦୃଢ ନିନ୍ଦା କରୁଛି ଏବଂ ଏହା ଏ ଗଣ୍ଡଗୋଳ ସମୟରେ ମୁଁ ନାହିଁ, ମୁଁ ତ ଓଡିଶା ବାହାରେ ଅଛି। ମୁଁ ଯାହା ସୋସିଆଲ ମିଡିଆରେ ଦେଖିବାକୁ ପାଇଲି ଏବଂ ଯାହା ଏକ୍ସ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନ୍ୟୁଜ ଷ୍ଟେଟମେଣ୍ଟ ଯେ ଶୁଣିଲି, ଏହା ସେ ନିଜେ ନିଜେ ଯୋଉ ନାଁ ନଉଛନ୍ତି, ଯୋଉ ମନୋଜ ହଉ ଯୋଉ ନାଁ ନଉଛନ୍ତି, ଆଜ୍ଞା ସେ ସବୁ ବିଜୁ ଜନତା ଦଳର ଲୋକ। ବିଜୁ ଜନତା ଦଳର ଉଭୟ ବାପସ ଭିତରେ ବାପସ ଗଣ୍ଡଗୋଳ ଭିତରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ମୁଁ ଜାଣିଲା ଭିତରେ ତୁରନ୍ତ ମୁଁ କନସର୍ନ ଏସଡିପି ଏବଂ ଆଇଆଇସି କହିଥିଲି, ତୁରନ୍ତ ସ୍ପଟ ଯାଇ ସେମାନଙ୍କୁ ସେ ଗଣ୍ଡଗୋଳ ବନ୍ଦ କରିଥିଲେ। ଆଜି ଯେତେବେଳେ ସାରା ଓଡିଶାରେ ପ୍ରଣବ ବଳବନ୍ତରାୟ ଏବଂ ପାଣ୍ଡିଆନ ମଧ୍ୟରେ ଗଣ୍ଡଗୋଳ ଚାଲିଛି, ଏଇ ଗୋଷ୍ଠୀ ଗଣ୍ଡଗୋଳ ଆସି ପଞ୍ଚାୟତରେ ପହଞ୍ଚିଲାଣି। ବିଜୁ ଜନତା ଦଳ ଉଭୟ ଭିତରେ ତାଙ୍କର ଯୋଉ ଗଣ୍ଡଗୋଳକୁ ମୁଁ ଦୃଢ ନିନ୍ଦା କରୁଛି ଏବଂ ମୁଁ ଆପଣ ଚ୍ୟାନେଲ ମାଧ୍ୟମରେ କହୁଛି, ସେକୁ ଏ ଗଣ୍ଡଗୋଳ ବନ୍ଦ କରି ବିଜୁ ଜନତା ଦଳ ଶାନ୍ତ ପରିବେଶ ରହୁ ଏବଂ ଧର୍ମଶାଳ ଉନ୍ନତି ପାଇଁ ଚିନ୍ତା କରନ୍ତୁ। ସେ ଗଣ୍ଡଗୋଳ କରିକି ଲୋକଙ୍କୁ ଏମିତି ଭୟଭୀତ ନ କରାନ୍ତୁ।